ୱେଲକମ୍ ଫ୍ରେଣ୍ଡସ୍। ସୋ ଆଜିର କରେଣ୍ଟ ନ୍ୟୁଜ୍ ଆନାଲିସିସ୍‌ରେ ଏକ ବିତର୍କର ବିଷୟକୁ ମୁଁ ନେଇ ଆସିଛି। ଯୋଉ ଆମର ସ୍ୱାୟତ୍ତ ଶାସନ ଦିବସ ଥିଲା ଅଗଷ୍ଟ ମାସ 31 ତାରିଖରେ ରେଭେନ୍ସା ୟୁନିଭର୍ସିଟିକୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆମର ଆସିଥିଲେ ମୁଖ୍ୟ ଅତିଥି ହୋଇ। ସେଠାରେ ସେ ଏକ ବିବାଦୀୟ ମନ୍ତବ୍ୟ ଦେଇଛନ୍ତି। ଯଦିଓ ସେ କହିଛନ୍ତି ଏଇ ମନ୍ତବ୍ୟଟି ମୋର ବ୍ୟକ୍ତିଗତ, ତଥାପି ସେ ଯୋଉ ମନ୍ତବ୍ୟଟି ଦେଇଛନ୍ତି ଯେ ବଦଳିବ କି ଆମର ରେଭେନ୍ସା ୟୁନିଭର୍ସିଟିର ନାମକୁ ବଦଳାଇବାକୁ ସେ ପ୍ରସ୍ତାବ ଦେଇଛନ୍ତି। ସେ କହିଛନ୍ତି ଏଇଟା ହଉଛି ମୋର ବ୍ୟକ୍ତିଗତ ମନ୍ତବ୍ୟ, ଏହା ଉପରେ ବିତର୍କ ଆବଶ୍ୟକତା ରହିଛି। ଏହା ଉପରେ ବୁଦ୍ଧିଜୀବୀମାନେ ବିତର୍କ କରିବା ଆବଶ୍ୟକ। କାହିଁକି ଆମର ୟୁନିଭର୍ସିଟିକୁ ରେଭେନ୍ସା ନାମରେ ନାମକରଣ କରାଯିବ? ଯେହେତୁ 1865-66 ମସିହାରେ ଯୋଉ ଆମର ନଅଙ୍କ ଦୁର୍ଭିକ୍ଷ ସବୁଠୁ ବଡ ଦୁର୍ଭିକ୍ଷ ଆମ ଓଡିଶାରେ ହୋଇଥିଲା, ସେତେବେଳେ ରେଭେନ୍ସା ସାହେବ, ଥୋମାସ ରେଭେନ୍ସା ସାହେବ, ସିଏ ମଧ୍ୟ ଆମର କଣ ଥିଲେ? ତାଙ୍କ ଫୁଲ ନାଁ ହଉଛି ଥୋମାସ ଏଡୱାର୍ଡ ରେଭେନ୍ସା, ଟି ରେଭେନ୍ସା। ରେଭେନ୍ସା ସାହେବ ସିଏ ଆମର ଥିଲେ କଣ ନା କମିଶନର ଦାୟିତ୍ୱରେ ମଧ୍ୟ ଥିଲେ। ଓକେ, ସୋ ଆମେ ଏଇ ବିତର୍କକୁ ଯିବା ପୂର୍ବରୁ ଆମକୁ ପ୍ରଥମେ ଜାଣିବା ଦରକାର ଯେ ଆମର ଯୋଉ ନଅଙ୍କ ଦୁର୍ଭିକ୍ଷଟି ହୋଇଥିଲା ତାହାର କାରଣ କଣ ପାଇଁ ହୋଇଥିଲା, ସେସବୁ ବିଷୟରେ ଜାଣିବା ଦରକାର। ଯେହେତୁ ସେତେବେଳେ ଯିଏ ଆମର ରେଭେନ୍ସା ସାହେବ ହୁଅନ୍ତୁ କି ଅନ୍ୟ ଇଂରେଜ କର୍ମଚାରୀ ମାନେ ମଧ୍ୟ ଥିଲେ। ତେଣୁକରି ଯୋଉ 1865-66 ଯୋଉ ନଅଙ୍କ ଦୁର୍ଭିକ୍ଷଟି ହୋଇଥିଲା, ତାର ପ୍ରମୁଖ କାରଣ ହଉଛି କଣ ନା 1865 ପୂର୍ବରୁ ଓକେ ବାର୍ଷିକ ହାରାହାରି 20,000 ଟନ ଚାଉଳରୁ ଅଧିକ ଓଡିଶାର ବ୍ୟବସାୟୀ ମାନେ ବାହାରକୁ ଆମର କଣ ରପ୍ତାନୀ କରିଦଉଥିଲେ। 1864ରେ ଅନ୍ୟୁନ 33,000 ଟନ ଚାଉଳ ରପ୍ତାନୀ ହୋଇଥିଲା, ଯାହାକି ଆମର ଐତିହାସିକ ମାନେ ସେମାନଙ୍କ ପୁସ୍ତକରେ ଲେଖିକରି ଯାଇଛନ୍ତି। ଅର୍ଥାତ୍ ଆମର ପ୍ରାକୃତିକ ବିପର୍ଯ୍ୟୟ ଯୋଉ ସବୁ ଆସିବ, ସପୋଜ ବନ୍ୟା ଆସିଲା, ମରୁଡି ପଡିଲା, ସେସବୁକୁ ସମ୍ମୁଖୀନ ହବା ପାଇଁ ଓଡିଶାର ଯୋଉ ବଜାର ଥିଲା, ସେତେବେଳେ ଯୋଉ ଓଡିଶା ମାର୍କେଟ ଥିଲା, ସେତେବେଳେ ଚାଉଳର ଘୋର ଅଭାବ ରହିଥିଲା। ସେଇ ସମୟରେ କଣ ହେଲା ନା ବର୍ଷା ହେଲା ନାହିଁ। ବର୍ଷା ଯୋଗୁ ସ୍ଥାନୀୟ ବଜାରରେ ଆମର ଚାଉଳର ଆବଶ୍ୟକତା ଅଧିକ ପଡିଲା। ଓକେ, ବାହାରୁ ଓଡିଶାକୁ ଆମର 1865 ସମୟରେ ସେତେବେଳେ ଏତେ ରାସ୍ତାଘାଟର ଉନ୍ନତିକରଣ ନଥିଲା। ସେଇ ହେତୁ ଯାତାୟାତର ଅସୁବିଧା ଥିବା ଯୋଗୁ ବାହାରୁ କୌଣସି ଜିନିଷ ଆମଦାନୀ ହୋଇପାରିଲା ନାହିଁ। ଏହା ଯୋଗୁ କଣ ହେଲା? ଏହା ଯୋଗୁ ଆମର ଯୋଉ ଖାଦ୍ୟର ଆବଶ୍ୟକତାଟା ବହୁତ ହେଲା, ବହୁତ ଅଭାବ ଅନୁଭବ ହେଲା। ତାହା ଦ୍ଵାରା ଆମର ଏହାକୁ ଆମର ଯୋଉ ବୁଦ୍ଧିଜୀବୀ ମାନେ କଣ କହିଲେ ଯେ ଏହା ହଉଛି ଉପନିବେଶବାଦୀ ଆର୍ଥିକ ଶୋଷଣ, ଯାହା ସାଧାରଣ ଲୋକଙ୍କୁ ନିଃସ୍ୱ ଅନ୍ତଃସାର ଶୂନ୍ୟ କରିଦେଇଥିଲା। ସେଇ ସମୟରେ ଆମର ଯୋଉ ଇଂରେଜ ଶାସକ ମାନେ ଯୋଉ ଥିଲେ, ସେମାନେ ଆମର ଯାତାୟାତ ପାଇଁ ରାସ୍ତାଘାଟର ଉନ୍ନତିକରଣ କରିନଥିଲେ। ସେ ପାଇଁ ବାହାରୁ ଆମର ସେ ସମୟ ମଧ୍ୟ ଗାଡି ଘୋଡାର ଏତେ ପ୍ରଚଳନ ନଥିଲା, ଶଗଡ ଗାଡି ଚାଲୁଥିଲା। ତେଣୁ ଶଗଡ ଗାଡିରୁ ବାହାର ରାଜ୍ୟରୁ, ବେଙ୍ଗଲ ହଉ କି ଆମର ଆନ୍ଧ୍ର, ସେତେବେଳେ ମାଦ୍ରାସ ଆମର ପ୍ରେସିଡେନ୍ସି ଥିଲା, ସେଠୁ ଶଗଡ ଗାଡିରୁ ଆଣିବା ବହୁତ ସମୟ ସାପେକ୍ଷ। ତେଣୁକରି ଏ ସବୁ ର କାରଣ ସହିତ ସେତେବେଳେ ଯୋଉ ଅନାବୃଷ୍ଟି ହେଲା, ତାହା ଯୋଗୁ କଣ ହେଲା ନା ନଅଙ୍କ ଦୁର୍ଭିକ୍ଷ ଦେଖାଦେଲା। ଓକେ, ତେଣୁକରି ଆମର ଯୋଉ ଚାଉଳର ରପ୍ତାନୀ ବନ୍ଦ ହେଲା ନାହିଁ। ତା ପୂର୍ବରୁ 1865 ପୂର୍ବରୁ ଯେମିତି 1864ରେ 33,000 ଟନ ଟନ ଚାଉଳ ଆମର ରପ୍ତାନୀ କରାଯାଇଥିଲା ବାହାରୁ, ଆଉ ରପ୍ତାନୀ ବନ୍ଦ ଆମର କରାଯାଇ ନଥିଲା ଇଂରେଜ ସରକାରଙ୍କ ଦ୍ଵାରା, ଯୋଉମାନେ ଭାରତରେ ଥିଲେ। ଆଉ ଆଉ ତା ସହିତ ଯେତେବେଳେ ଆମର ବର୍ଷାର କମ ବର୍ଷା ହେଲା, ଯେତେବେଳେ ବର୍ଷାର ପରିମାଣ କମ ହେଲା, ସେତେବେଳେ କଣ ଆମର ଖାଦ୍ୟର ଅଭାବ ପଡିଲା। ତେଣୁକରି ଆମଦାନୀ ମଧ୍ୟ, ରାସ୍ତାଘାଟ ସୁବିଧା ନଥିବାରୁ ଆମଦାନୀ ମଧ୍ୟ ହୋଇପାରିଲା ନାହିଁ। ଏସବୁ ଉପନିବେଶବାଦୀ ଯୋଉ ଶାସକ ଥିଲେ, ସେମାନଙ୍କର କଣ ମାନେ ଆମର ଓଡିଆ ମାନଙ୍କ ପ୍ରତି ହେୟଜ୍ଞାନ ମନୋବୃତ୍ତି ଯୋଗୁ, ଆର୍ଥିକ ଶୋଷଣ ଯୋଗୁ ଓଡିଶା ନଅଙ୍କ ଦୁର୍ଭିକ୍ଷର ସାମ୍ନା କଲା। ଏଥିରେ ଆମେ କହିପାରିବା ଯେ ଯେହେତୁ ଆମର ରେଭେନ୍ସା ସାହେବ ହୁଅନ୍ତୁ କି ଅନ୍ୟ ଇଂରେଜ ଶାସକ ଯୋଉ ଆମର କମିଶନର ଥିଲେ କି ଆମର କଲେକ୍ଟର ମାନେ ଥିଲେ, ଯୋଉ ବାଲେଶ୍ୱର କଲେକ୍ଟର ସେତେବେଳେ ଯିଏ ଆମର ଜନ୍ ବିମ୍ ସେତେବେଳେ ଥିଲେ ବାଲେଶ୍ୱର କଲେକ୍ଟର, ସେମାନେ ବି ହୁଅନ୍ତୁ, ସେମାନଙ୍କର ଦାୟିତ୍ୱ ଥିଲା ଏସବୁକୁ ଦେଖିବା ପାଇଁ। ମାତ୍ର ଯେହେତୁ ସେମାନଙ୍କର ଉଦାସୀନତା ରହିଲା, ସେ ପାଇଁ ମଧ୍ୟ ଆମର କଣ ତାଙ୍କୁ ମଧ୍ୟ ଦୋଷ ଦେଇପାରିବା। ଏଇଟା ଆପଣଙ୍କ ଉପରେ ନିର୍ଭର କରେ ଯେ ଆପଣମାନେ ଏମାନଙ୍କୁ ଦୋଷ ଦେବେ କି ନାହିଁ। ଓକେ, ବୁଝିଲେ? ସେତେବେଳେ ଆଉ ଏକ କାରଣ ହଉଛି କଣ ନା ଓଡିଆ ଲୋକଙ୍କ ମଧ୍ୟରେ ସେତେବେଳେ କଣ ଆଧୁନିକ ଶିକ୍ଷାର ଅଭାବ ଥିଲା।
ଯେହେତୁ ଆଧୁନିକ ଶିକ୍ଷାର ଅଭାବ ଥିଲା ସେତେବେଳେ ଆମର ଓଡିଶା ଡିଭିଜନଟା ଆମର ଆମର ରହିଲା ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡା, କଟକ, ପୁରୀ, ଖୋର୍ଦ୍ଧା ଏସବୁ ଆମର ବଙ୍ଗଳା ଡିଭିଜନରେ ଥିଲା। ତା ସହିତ ଗଞ୍ଜାମ, ନବରଙ୍ଗପୁର ଏସବୁ ଆମର ଥିଲା ମାଦ୍ରାସ ଡିଭିଜନଟା। ଓକେ, ତେଣୁ ସେ ଯୋଉ ମାନେ ସେମାନଙ୍କ ଯୋଉ ଆମର ବଙ୍ଗାଳ ଡିଭିଜନ ହଉ କି ମାଡ୍ରାସ ଯୋଉ ମାଡ୍ରାସ ଯୋଉ ଡିଭିଜନ ଆମର ତେଲୁଗୁ ଭାଷାଭାଷୀ ଲୋକ ଥିଲେ, ତେଣୁ ସେମାନଙ୍କର ଯୋଉ ଲୋକ ଥିଲେ, ଯୋଉ ଶିକ୍ଷିତ ଲୋକ ଥିଲେ, ଯୋଉ କିଛି ଲୋକ ପାଠ ପଢିକି ଇଂରେଜ ମାନଙ୍କ ଅଧୀନରେ କାମ କରୁଥିଲେ, ସେମାନେ ସେମାନଙ୍କର ଲୋକମାନଙ୍କର ଅଭାବ ଅସୁବିଧାକୁ ସରକାରଙ୍କ ନିକଟରେ ପହଞ୍ଚାଇବାକୁ ସୁବିଧା ହଉଥିଲା। ମାତ୍ର ଓଡିଶାରେ ସେତେବେଳେ ଶିକ୍ଷାର ପୁରା ବିପର୍ଯ୍ୟସ୍ତ ଅବସ୍ଥା ଥିଲା। ସେହେତୁ ଶିକ୍ଷାର ଅଭାବ ହେତୁ ଓଡିଆ ଲୋକମାନେ, ଯେଉଁମାନେ ଓଡିଆ ବୁଦ୍ଧିଜୀବୀ ଥିଲେ, ଓଡିଆ ନେତାମାନେ ଥିଲେ, ଓଡିଆ ନେତାମାନେ ସେମାନଙ୍କ ଦୁଃଖ ଦୁର୍ଦ୍ଦଶାକୁ ଆମର ଇଂରେଜ ସରକାରଙ୍କ ନିକଟରେ ପହଞ୍ଚାଇ ପାରି ନଥିଲେ। ଇଏ ମଧ୍ୟ ଗୋଟିଏ କାରଣ, ଯେହେତୁ ଇଂରେଜ ମାନେ ଏ ବିଷୟରେ ଅବଗତ ହୋଇପାରିଲେ ନାହିଁ, ଅବଗତ ହୋଇପାରିଲେ ନାହିଁ ଆମେ କହିପାରିବା ନାହିଁ, ହୋଇଥିଲେ ମାତ୍ର ନିଜ ଲୋକ ମାନେ ଆମର ଓଡିଆ ଲୋକମାନେ ଯାଇ ଯଦି ଆମ ସରକାରଙ୍କ ଆଗରେ ସେମାନଙ୍କର ଅସୁବିଧାଟାକୁ ଉପସ୍ଥାପନ କରିଥାନ୍ତେ ତାହେଲେ ଏହା ଆହୁରି ଭଲ ହୋଇଥାନ୍ତା। ମାତ୍ର ସେ ଜିନିଷ ହୋଇଲା ନାହିଁ। ତେଣୁକରି ଯଦି ଆମେ ନଅଙ୍କ ଦୁର୍ଭିକ୍ଷ ଜନିତ ସାମାଜିକ ସଂକଟକୁ ପାଖରୁ ଦେଖିଲା ପରେ କଣ ହେଲା ନା, ଶିକ୍ଷିତ ବୁଦ୍ଧିଜୀବୀ ମାନେ ଅନୁଭବ କଲେ ଯେ ସ୍ଥାନୀୟ ଓଡିଆ ସମାଜ ଯଦି ଶିକ୍ଷିତ ହୋଇଥାନ୍ତା ତାହେଲେ ଲୋକଙ୍କୁ ଏହି ଦୁର୍ଗତିର କଣ ସାମ୍ନା ହେବାକୁ ପଡିନଥାନ୍ତା, କି ଲୋକ ପୋକ ମାଛ ଭଳିଆ ମରିନଥାନ୍ତେ। ସେଥିପାଇଁ ଶିକ୍ଷାର ବିକାଶ କରିବା ପାଇଁ ସେମାନେ ଅଣ୍ଟା ଭିଡ଼ିଲେ। ଏହି ସମୟରେ ଆମର ଟି.ଇ. ଥୋମାସ ଏଡୱାର୍ଡ ରେଭେନ୍ସା ସାହେବ ସେତେବେଳେ ସେ କଟକର କମିଶନର ଭାବେ କାର୍ଯ୍ୟ କରୁଥିଲେ। ଓକେ, ତେଣୁକରି ଏହି ସମୟରେ ଏଣ୍ଟ୍ରି ମାରିଲେ କି ଆମର ନା ଥୋମାସ ଏଡୱାର୍ଡ ରେଭେନ୍ସା ସାହେବ। ସେ କଟକର କମିଶନର ଭାବେ 1865ରୁ ଓଡିଶା ଡିଭିଜନର କଟକରୁ ନୁହଁ, ସେ ଓଡିଶା ଡିଭିଜନର କମିଶନର ଭାବେ 1865ରୁ 1878 ମସିହା ପର୍ଯ୍ୟନ୍ତ କାର୍ଯ୍ୟ କରିଥିଲେ। ଦୁର୍ଭିକ୍ଷ ପରେ ଯେତେବେଳେ ଓଡିଶାର ଯୋଉ ଆମର ବୁଦ୍ଧିଜୀବୀ ମାନେ ଥିଲେ, ସେ ସମୟରେ ବୁଦ୍ଧିଜୀବୀ ମାନେ ଥିଲେ କି ନେତା ମାନେ ଥିଲେ, ସେମାନଙ୍କ ସହିତ ଇଏ ମଧ୍ୟ ଅନୁଭବ କଲେ, ଆମର ରେଭେନ୍ସା ସାହେବ ମଧ୍ୟ ଅନୁଭବ କଲେ ଶିକ୍ଷାର ଅଭାବ ଯୋଗୁ ଲୋକଙ୍କ ଅସୁବିଧାଟା ସରକାରଙ୍କ ନିକଟରେ ପହଞ୍ଚି ପାରିଲା ନାହିଁ। ତେଣୁକରି ରେଭେନ୍ସା ଆମର ଯୋଉ ଆମର ବୁଦ୍ଧିଜୀବୀ ମାନେ ଥିଲେ, ଫକୀରମୋହନ ସେନାପତି ହୁଅନ୍ତୁ, ମଧୁସୂଦନ ଦାସ ହୁଅନ୍ତୁ, ଏମାନଙ୍କ ସହାୟତାରେ ଶିକ୍ଷାର ବିକାଶ ପାଇଁ ଓଡିଶାରେ ଅଣ୍ଟା ଭିଡ଼ିଥିଲେ। ସେ 1868 ମସିହାରେ କଟକରେ ଗୋଟେ ଛୋଟ ସ୍କୁଲ ସ୍ଥାପନ କରିଥିଲେ, ଯାହା ପରବର୍ତ୍ତୀ ସମୟରେ ଆମର କଟକ କଲେଜ, ତାପରେ ତାର ନାମ ପରିବର୍ତ୍ତନ ହେଇ ରେଭେନ୍ସା କଲେଜ, ପରେ ବା ଏବେ ଜଣାଶୁଣା ଅଛି କଣ ନା ରେଭେନ୍ସା ୟୁନିଭର୍ସିଟି ନାମରେ ଜଣାଶୁଣା ଅଛି। ତେଣୁ ଶିକ୍ଷା କ୍ଷେତ୍ରରେ ତାଙ୍କର ଅବଦାନ ବହୁତ। ସେ ମଧ୍ୟ ରେଭେନ୍ସା କଲେଜିଏଟ ସ୍କୁଲ ମଧ୍ୟ କଟକରେ ସ୍ଥାପନ କରିଥିଲେ। ବୁଝିଲେ? ତେଣୁକରି ଆମେ ଆଉ ଯୋଉ ନାରୀ ଶିକ୍ଷା କ୍ଷେତ୍ରରେ ମଧ୍ୟ ତାଙ୍କର ଭୂମିକା ଅଗ୍ରଗଣ୍ୟ ଥିଲା। ସେ କଟକର ଯୋଉ ଆମର ଏକ ବାଳିକା ବିଦ୍ୟାଳୟ ପାଇଁ ଅର୍ଥ ମଞ୍ଜୁର କରିଥିଲେ, ଯୋଉଟା କି ଏବେ ଆମର ପରିଚିତ ହଉଛି ରେଭେନ୍ସା ବାଳିକା ବିଦ୍ୟାଳୟ ନାମରେ ପରିଚିତ। ଓକେ, ସେ ଓଡିଶାର ଶିକ୍ଷା କ୍ଷେତ୍ରରେ ତାଙ୍କର ଅବଦାନ ବହୁତ। ଶିକ୍ଷାର ପ୍ରସାର ପାଇଁ, ନାରୀ ଶିକ୍ଷାର ପ୍ରସାର ପାଇଁ ସେ ମଧ୍ୟ ଓଡିଶାରେ ଆମର ଯୋଉ ସ୍ୱାସ୍ଥ୍ୟ ସେବାକୁ ତ୍ୱରିତ କରିବା ପାଇଁ ମଧ୍ୟ ସେ ବହୁତ ପ୍ରଚେଷ୍ଟା କରିଥିଲେ। ଓକେ, ତେଣୁକରି ଆଉ ମଧ୍ୟ ଗୋଟେ ମୁଖ୍ୟ ଜିନିଷ ଥିଲା ଯୋଉଟା କି ଓଡିଆ ଭାଷା ଆନ୍ଦୋଳନ। ସେଥିରେ ମଧ୍ୟ ତାଙ୍କର ଗୋଟେ ମୁଖ୍ୟ ଭୂମିକା ଥିଲା। ଯେତେବେଳେ ଓଡିଶା ଆମର ସେଇ ସମୟରେ ଓଡିଶା ବେଙ୍ଗଲ ପ୍ରୋଭିନ୍ସ ଥିଲା, ବେଙ୍ଗଲୀ ମାନେ ସଦାସର୍ବଦା ଓଡିଆ ମାନଙ୍କୁ ନିମ୍ନ ଦୃଷ୍ଟିରେ ଦେଖନ୍ତି। ସେତେବେଳେ ବାଲେଶ୍ୱରରେ ଏକ ଶିକ୍ଷକ ଥିଲେ କାନ୍ତିଲାଲ ଭଟ୍ଟାଚାର୍ଯ୍ୟ। ସେ ଏକ ଲେଖା ଲେଖିଥିଲେ ବା ପ୍ରବନ୍ଧ ଲେଖିଥିଲେ, ଓଡିଆ একটা ଭାଷା ନୁହେଁ, ଯୋଉଟା କି ଆମର ଓଡିଆ ଭାଷା ଗୋଟିଏ ଭାଷା ନୁହେଁ, ଏହା ହଉଛି ବଙ୍ଗଳାର ଉପଭାଷା। ଏଇ ଯୋଉ ଲେଖା ସେ ଲେଖିଲେ, ଏଇ ଲେଖାଟି ଆମର ଯୋଉ ବୁଦ୍ଧିଜୀବୀ ମାନେ, ଭାଷା ପ୍ରେମୀ ମାନେ ସେ ସମୟରେ ଥିଲେ, ସେମାନଙ୍କ ମଧ୍ୟରେ ଅସନ୍ତୋଷ ଜନ୍ମାଇଥିଲା। ତେଣୁ ସେମାନେ ଓଡିଆ ଭାଷାଭାଷୀ ଅଞ୍ଚଳକୁ ନେଇ ଏକ ନୂତନ ପ୍ରଦେଶ ବା ନୂତନ ପ୍ରୋଭିନ୍ସ ଗଠନ କରିବାକୁ ଉଦ୍ୟତ ହେଲେ। ସେତେବେଳେ ବାଲେଶ୍ୱରର କଲେକ୍ଟର ଥାନ୍ତି କିଏ ନା ଜନ୍ ବିମ୍ସ। ପୂର୍ବରୁ ଜନ୍ ବିମ୍ସଙ୍କ ନାମ ମୁଁ କହି ଆସିଛି, ଜନ୍ ବିମ୍ସ। ଜନ୍ ବିମ୍ସ ଆଉ ଆମର ରେଭେନ୍ସା ସାହେବ, ସେମାନେ ଓଡିଆ ଭାଷା ପ୍ରତି ତାଙ୍କର ବହୁତ ଭଲ ପାଇବା ଥିଲା। ତେଣୁ ସେମାନେ ଓଡିଆ ଭାଷା ଆନ୍ଦୋଳନର ଯୋଉମାନେ ନେତୃତ୍ୱ ନେଉଥିଲେ, ଉତ୍କଳ ଗୌରବ ମଧୁସୂଦନ ଦାସ ହୁଅନ୍ତୁ, ଫକୀରମୋହନ ସେନାପତି ହୁଅନ୍ତୁ, ଜଗମୋହନ ଲାଲା ହୁଅନ୍ତୁ, ସେମାନଙ୍କୁ ସେ ଦୃଢ ସମର୍ଥନ ଜଣାଇଥିଲେ। ତେଣୁକରି ଓଡିଆ ଭାଷାର ବିକାଶ ପାଇଁ, ସଂରକ୍ଷଣ ପାଇଁ ସେ ବହୁତ ସହାୟତା କରିଥିଲେ। ଏଥିରୁ କଣ ଆମେ ଦେଖିଲେ ଯେ ଓଡିଆ
ଭାଷା, ଓଡ଼ିଆ ଶିକ୍ଷା, ଓଡ଼ିଆ ମାନେ ଆମ ଓଡ଼ିଶାରେ ଶିକ୍ଷା ବ୍ୟବସ୍ଥା ତଥା ଓଡ଼ିଆରେ ଆମର ଓଡ଼ିଶାରେ ସ୍ୱାସ୍ଥ୍ୟ ବ୍ୟବସ୍ଥାର ଉନ୍ନତିକରଣ ପାଇଁ ରେଭେନ୍ସାଙ୍କର ଅବଦାନ ବହୁତ ରହିଛି। ଓକେ, ଯଦି ଆମର ଯୋଉ 1865 ମସିହାରେ ଯୋଉ ହୋଇଛି ଆମର ନଅଙ୍କ ଦୁର୍ଭିକ୍ଷ ହୋଇଥିଲା, ସେ ସମୟରେ ମଧ୍ୟ ଇଏ ଇଂରେଜର ପ୍ରଶାସକ ଦାୟିତ୍ୱରେ ଥିଲେ। ଆମର ଓଡ଼ିଶା ପ୍ରୋଭିନ୍ସର ପ୍ରଶାସକ ଦାୟିତ୍ୱରେ ଇଏ ଥିଲେ। କେବଳ ଯେ ଆମ ରେଭେନ୍ସା ସାହେବଙ୍କର ଭୁଲ ଯୋଗୁଁ ନଅଙ୍କ ଦୁର୍ଭିକ୍ଷ ହେଲା, ଏହା କହିବା ବୋଧେ ଠିକ ହବ ନାହିଁ। ମୋ ମତରେ ବୋଧେ ଠିକ ହବ ନାହିଁ। ତାଙ୍କ ସହିତ ଅନ୍ୟମାନେ ମଧ୍ୟ ଥିଲେ। ତେଣୁ ସମସ୍ତେ ଏହା ଭିତରେ ଦାୟୀ ହେବେ। କିନ୍ତୁ ତାଙ୍କର ଆମର ରେଭେନ୍ସା ସାହେବଙ୍କର ସେ ଭୁଲକୁ ମାନିଯାଇ ଯଦି ଆମେ ତାଙ୍କର ଏଇ ବଳିଷ୍ଠ ଅବଦାନ ସବୁ ଯୋଉ ରହୁଛି, ଆମର ଭାଷା ଆନ୍ଦୋଳନରେ ହଉ କିମ୍ବା କଲେଜ ପ୍ରତିଷ୍ଠା ହଉ, ଶିକ୍ଷାକୁ ଲୋକମାନଙ୍କ ପାଖରେ ପହଞ୍ଚାଇବା ପାଇଁ ହଉ, କି ନାରୀ ଶିକ୍ଷା ବ୍ୟବସ୍ଥା ହଉ, କି ଓଡ଼ିଶାରେ ସ୍ୱାସ୍ଥ୍ୟ ବ୍ୟବସ୍ଥାର ଉନ୍ନତିକରଣ ପାଇଁ ତାଙ୍କର ଯୋଉ ବଳିଷ୍ଠ ଅବଦାନ ରହିଛି ସେ ହଉ, ଏସବୁକୁ ଆମେ ଇଗ୍ନୋର କରିପାରିବା ନାହିଁ। ସେ ମାନେ ତାଙ୍କର ଅବଦାନ ବଳିଷ୍ଠ ଥିଲା। ତେଣୁ ରେଭେନ୍ସା ୟୁନିଭର୍ସିଟି ଆମକୁ ଆମ ଓଡ଼ିଶାକୁ ବହୁତ ମାନେ ବଡ ବଡ ଲୋକ ବଡ ବଡ ଲୋକମାନେ ରେଭେନ୍ସା ୟୁନିଭର୍ସିଟିରେ ମଧ୍ୟ ପାଠ ପଢି ଆସିଛନ୍ତି। ଯୋଉ ରେଭେନ୍ସା ୟୁନିଭର୍ସିଟିର ଯୋଉ ପୂର୍ବତନ ଛାତ୍ରମାନେ ଥିଲେ, ଯୋଉମାନେ କି ବିଭିନ୍ନ କ୍ଷେତ୍ରରେ ନିଜକୁ ପ୍ରତିଷ୍ଠା କରିପାରିଥିଲେ, ସେମାନଙ୍କ ମଧ୍ୟରେ ହଉଛନ୍ତି କିଏ ନା ଉତ୍କଳମଣି ଗୋପବନ୍ଧୁ ଦାସ, ଉତ୍କଳ ଗୌରବ ମଧୁସୂଦନ ଦାସ, କବି ଜୟନ୍ତ ମହାପାତ୍ର, ସୁପ୍ରିମକୋର୍ଟର ପୂର୍ବତନ ମୁଖ୍ୟ ବିଚାରପତି ରଙ୍ଗନାଥ ମିଶ୍ର, ପୂର୍ବତନ ମୁଖ୍ୟମନ୍ତ୍ରୀ ନନ୍ଦିନୀ ଶତପଥୀ, ହରେକୃଷ୍ଣ ମହତାବ, ଗାଳ୍ପିକା ପ୍ରତିଭା ରାୟ, ଅଭିନେତା ମିହିର ଦାସ, ବିଜୁ ପଟ୍ଟନାୟକ, ଗୋପୀନାଥ ମହାନ୍ତି, କବି ସଚୀ ରାଉତରାୟ, ସୀତାକାନ୍ତ ମହାପାତ୍ର, ଲୋକସଭାର ପୂର୍ବତନ ବାଚସ୍ପତି ରବି ରାୟ, ପୂର୍ବତନ ମୁଖ୍ୟମନ୍ତ୍ରୀ ନବକୃଷ୍ଣ ଚୌଧୁରୀ, ବୈଜ୍ଞାନିକ ପ୍ରାଣକୃଷ୍ଣ ପରିଜା, ଗୀତିକାର ଦେବଦାସ ଛୋଟରାୟ, ଯିଏକି ଆମର ରେଭେନ୍ସା ୟୁନିଭର୍ସିଟି ଯେବେ ହେଲା ତାହାର ପ୍ରଥମ ଆମର ଚାନ୍ସେଲର ଥିଲେ, ଭାଇସ ଚାନ୍ସେଲର ଥିଲେ। ବୁଝିପାରିଲେ? ତେଣୁକରି ଆମେ ଯଦି ଏସବୁକୁ ଦେଖିବା, ରେଭେନ୍ସାଙ୍କର ଅବଦାନ ଓଡ଼ିଶାର ଶିକ୍ଷା ବ୍ୟବସ୍ଥା, ସ୍ୱାସ୍ଥ୍ୟ ବ୍ୟବସ୍ଥା ତଥା ଭାଷା ପାଇଁ ବହୁତ ରହିଛି। ତାହା ସହିତ ଯଦି ଆମେ କହିପାରିବା ଯେ ରେଭେନ୍ସାଙ୍କର ଆମର ଯୋଉ ନଅଙ୍କ ଦୁର୍ଭିକ୍ଷ ହୋଇଥିଲା, ସେବେଳେ ମଧ୍ୟ ସେ ଆମର କମିଶନର ଦାୟିତ୍ୱରେ ଥିଲେ। ତେଣୁ ତାଙ୍କର କେତେ ଅବଦାନ ସେଥିରେ ନଅଙ୍କ ଦୁର୍ଭିକ୍ଷ ପାଇଁ ରହିଛି, ସେଟା ହଉଛି ଆମର ବିତର୍କର ବିଷୟ। ବୁଦ୍ଧିଜୀବୀ ମାନେ ଏ ବିଷୟରେ ବିତର୍କ କରିବା ଆବଶ୍ୟକ। ତେଣୁକରି ଓଡ଼ିଶାର ଏଇ ଯୋଉ ଆମର ଯୋଉ ବିତର୍କ ବିଷୟଟି ଏବେ ଚାଲିଛି, ସେ ବିଷୟରେ ମଧ୍ୟ କିଛି ନେତାମାନେ ମନ୍ତବ୍ୟ ଦେଇଛନ୍ତି। ଯେପରି ଆମର ଓଡ଼ିଶାର ପୂର୍ବତନ ଚିଫ ସେକ୍ରେଟାରୀ ତଥା ଆମର ଏଇ ରେଭେନ୍ସା ୟୁନିଭର୍ସିଟିରୁ ପାଠ ପଢିଥିବା ସହଦେବ ସାହୁ କହିଛନ୍ତି ଯେ ଆମର ଏଇ ଯୋଉ ୟୁନିଭର୍ସିଟିଟି ଏ ତାଙ୍କର ଏଜୁକେସନରେ ଆମର ଯୋଉ ଏଜୁକେସନ କୁ ଆମ ଶିକ୍ଷା ବ୍ୟବସ୍ଥାକୁ ବିସ୍ତାର କରିବା ପାଇଁ ଓଡ଼ିଶାରେ ଆମର ଯୋଉ ବିସ୍ତାର କରିବା ପାଇଁ ବହୁତ ଏକ ଗ୍ରେଟ୍ ରୋଲ ପ୍ଲେ କରିଛି। ତେଣୁକରି ଏହାର ନାମ ପରିବର୍ତ୍ତନର କିଛି ଆବଶ୍ୟକତା ନାହିଁ। ମାତ୍ର ଭାରତୀୟ ଜନତା ପାର୍ଟିର ଯୋଉ ଆମର କଟକ ଏମପି ଅଛନ୍ତି ଭର୍ତ୍ତୃହରି ମହତାବ ହୁଅନ୍ତୁ କି ଆମର ବୈଜୟନ୍ତ ପଣ୍ଡା ହୁଅନ୍ତୁ, ସେମାନେ କହିଛନ୍ତି ନାମ ଚେଞ୍ଜ କରିଦେଲେ କୌଣସି ଭୁଲ ନାହିଁ। ଆମର ରୋଡର ନାମ ଚେଞ୍ଜ ହଉଛି, କିଛି 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 ଜାଗାରେ ମଧ୍ୟ ନାମ ଚେଞ୍ଜ ହଉଛି। ତେଣୁକରି ନାମ ଚେଞ୍ଜରେ କୌଣସି ଭୁଲ ନାହିଁ। ଏହା ହଉଛି ଏକ ବିତର୍କର ବିଷୟ ଯେ ଆମେ ନାମ ଚେଞ୍ଜ କରିବା ପୂର୍ବରୁ ରେଭେନ୍ସା ସାହେବଙ୍କର ଅବଦାନକୁ ମଧ୍ୟ ଦେଖିବା ଦରକାର। ତାଙ୍କର ଅବଦାନର ଗୁରୁତ୍ୱ ବୁଝିବା ଦରକାର। ଶିକ୍ଷା ବ୍ୟବସ୍ଥା ହଉ କି ସ୍ୱାସ୍ଥ୍ୟ ବ୍ୟବସ୍ଥା ହଉ କି ଆମର ଭାଷା ଆନ୍ଦୋଳନରେ ଆମ ଓଡ଼ିଆ ଭାଷାକୁ ଆମେ ଯୋଉ ଭାଷାରେ ଏବେ କଥାବାର୍ତ୍ତା କରୁଛନ୍ତି, ତାର ସୁରକ୍ଷା ପାଇଁ ସେ ଯୋଉ କାମ କରି ଯାଇଛନ୍ତି, ତାକୁ ଆମେ ଇଗ୍ନୋର କରିପାରିବା ନାହିଁ। ତେଣୁକରି ଏଥିରେ ଆପଣମାନଙ୍କର ମତ କଣ? ରେଭେନ୍ସା ୟୁନିଭର୍ସିଟିର ନାମ ବଦଳି ଯିବା ଯଥାର୍ଥ କି? ଆପଣମାନଙ୍କର ମତ ଆପଣମାନେ କମେଣ୍ଟ ବକ୍ସରେ ପ୍ରଦାନ କରନ୍ତୁ। ଥ୍ୟାଙ୍କ ୟୁ।